ଗାଈ ଚୋରଙ୍କୁ ଧନ୍ୟବାଦ। ବନ୍ଧୁଗଣ, ଜଣେ ସାଧୁ ଓ ତାଙ୍କ ଚେଲା ଗୋଟିଏ ଗାଁ ଦେଇ ଯାଉଥିବା ବେଳେ ଦେଖିଲେ ଯେ ଗୋଟିଏ ବଡ଼ ଜମି ଚକଡ଼ାଏ ସେମିତି ପଡ଼ି ରହିଛି, ସେଥିରେ ଚାଷବାସ ହେଉନାହିଁ। ଜମି ପାଖକୁ ଲାଗି କୁଡ଼ିଆଟିଏ ଓ ସେଥିରେ ଅତି ଦରିଦ୍ର ଭାବେ ପରିବାରଟିଏ ଚଳୁଛନ୍ତି। ସାଧୁ ସେହି ପରିବାରର ମୁଖ୍ୟଙ୍କୁ ପଚାରିଲେ, ଭାଇ, ତୁମର ଏତେ ଭଲ ଜମି ଥାଉ ଥାଉ ଏମିତି ଦୟନୀୟ ଭାବେ ଚଳୁଛ କାହିଁକି? ପରିବାରର ମୁଖ୍ୟ କହିଲେ, ମୋର ଗୋଟିଏ ଗାଈ ଅଛି। ତାରି କ୍ଷୀର ବେପାର କରି ମୁଁ ଓ ମୋ ପରିବାର ଚଳୁଛୁ। ଜମି କଥା ବୁଝିବ କିଏ? ସେଦିନ ରାତି ଅଧରେ ସାଧୁ ଚେଲାକୁ କହିଲେ, ବାବୁ, ଚାଲ ଏ ଗାଁରୁ ଚାଲିଯିବା। ସାଙ୍ଗରେ ଏ ଦୁଧିଆଳି ଗାଈକୁ ବାନ୍ଧି ନେଇଯିବା। ଚେଲା ସାଧୁଙ୍କ ମତିଭ୍ରମ ଦେଖି ବିଚଳିତ ହେଲା, କିନ୍ତୁ ସାଧୁଙ୍କୁ କିଛି କହିପାରିଲା ନାହିଁ। ସେମାନେ ଗାଈକୁ ନେଇ ସନ୍ତର୍ପଣରେ ସେଠାରୁ ଚାଲିଗଲେ। କିନ୍ତୁ ଗାଈଟି ଚୋରି କରିଥିବାରୁ ଚେଲା ମନ ସର୍ବଦା ଘାଣ୍ଟି ହେବାରେ ଲାଗିଲା। ଗରିବ ଲୋକଟିର ସମ୍ବଳଟିକୁ ଚୋରି କଲା ପରେ ତାର କି ଅବସ୍ଥା ହୋଇଥିବ ବୋଲି ଭାବି ଚେଲା ଅନୁତାପ କରୁଥାଏ। କିଛି ବର୍ଷ ପରେ ଥରେ ଚେଲା ଏକୁଟିଆ ସେଇ ଗାଁ ବାଟେ ଯାଉଥିଲା। ସେ ଭାବିଲା ସେଇ ଲୋକକୁ ସବୁ ସତ କଥା କହି କ୍ଷମା ମାଗିନେବ। ଏମିତି ଭାବୁଥିବା ବେଳେ ସେ ଦେଖିଲା ଜଣେ ଧନୀ ଲୋକ ଘୋଡ଼ା ପିଠିରେ ବସି ନିକଟସ୍ଥ ମନ୍ଦିରକୁ ଯାଉଛି। ଚେଲା ଚିହ୍ନି ପାରିଲା ଯେ ସେ ହେଉଛି ସେଇ ଗରିବ ଲୋକ ଯାହାର ଗାଈ ସେମାନେ ନେଇ ଯାଇଥିଲେ। ସେ ତାର ଅନୁସରଣ କଲା। ମନ୍ଦିରରେ ସେଇ ଲୋକ ଭଗବାନଙ୍କୁ ଡାକି କହିଲା, ପ୍ରଭୁ, ସେଇ ଗାଈ ଚୋର ଦୁହିଁଙ୍କ ମଙ୍ଗଳ କର। ସେମାନେ ଗାଈ ଚୋରି କରିନେଲେ ବୋଲି ସିନା ମୁଁ ମୋ ଜମି ଚଷିଲି, ସୁନା ଫଳେଇଲି ଏବଂ ମୁଁ ଆଜି ଗାଁର ସବୁଠାରୁ ବଡ଼ ଚାଷୀ। ଚେଲା ସେ ବ୍ୟକ୍ତିଙ୍କୁ କିଛି ନ କହି ଏବେ ମନ ଶାନ୍ତିରେ ଫେରିଲା। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।